सर्वा मंगल मंगल सर्वार्थ साधी त्रयंबके गौरी नारायणी नमस्ते शरणागत सर्व साथे हरे देवी नारायणी नमस्ते
बोल विश्वकर्ता विश्वस्रष्टा विश्वनियंता चिरचिन्मय सुंदर सत्यनारायण देवंक प्रीतिवर्धनार्थे नवद्वीपधाम गौरसुंदर प्रीतिवर्धनार्थे बोल सर्वे आनंद एक बार हरि हरि बोल शारदा देवंग प्रीतिवर्धनार्थे वृषभानुराज नंदिनी राधाराणी का प्रीतिवर्धनार्थे ये ग्रामर अधिष्ठाता अधिष्ठात्री देवा देवंग प्रीतिवर्धनार्थे बोल सर्वे आनंद एक बार हरि हरि बोल शुण शुण कहीं से बेला मामू बायक माउसी की पचारे ता स्त्री महाशया ता स्त्री मुख ता थोबना बात ता पाटी बाबू मानू किसी संक्षेप आलोचना करंतु कि बाद्य बाबद हो रंजई मजई खंजई प्रभु सत्यनारायण को पाद पद्म भक्तिपुत्र पुष्पांजलि की अर्पण करंतु इंजिन आसी लागिबो देखिया देखिबा बोलो हरि 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 आनंद नाम आनंद नाम ब्रह्मे विहर से कर्म कामना रे कर्म कामना रे बुढ़ी नमर आनंद
ब्रह्मे बिहारा कामना रे कर्म कामना रे कर्म कामना रे कर्म कामना रे बाबू कर्म कामना रे कर्म कामना रे हरि नाम हरा রহিজা রঘুয়া ଖାଇକି ଯିବୁ ରଘୁ ଆଉ ଖାଉନି ଆରେ! ପିଉଛି କେବଳ ଇଏ ଖାଇବା କଥା ନୁହଁ ଇଏ ହଉଛି ପାଲା ଥୟ ଆଉ ଖାଉଛି କେବଳ ପିଉଛି ରଘୁଆ ପିଉଛି ସମ୍ମାନୀୟ ଏଇରେ ଭଗବତ ରସ ପିପାସୁ ଜ୍ଞାନୀ ସଜନ ମଣ୍ଡଳୀ ଆଜ୍ଞା। ଧର୍ମୀ ସମମର୍ମୀ ଯୁବକ ବନ୍ଧୁ ମାନେ ଆଉ ପିଚିକା ପିଚିକି ଲିଚିଲ ଚିଲରେ ରରେ ଆର୍ଯ୍ୟ ସଂସ୍କୃତିର ଲଳନା ମା ମୋର ଆଗାମୀ ଭବିଷ୍ୟତର ଦାୟଦ ଛୋଟ ଛୋଟ କୁନାକୁନି ପିଲାମାନେ ଆରେ ଭଲ କହିଲାନି ଆଉ ଛାଡିବ କହିଲା ପୁଅ ସେ ଛାଡିବ ରାଧୁ ଭାଇ ଓ ଆଜି ହେଉଛି ପୂର୍ଣ୍ଣାହୁତି ଷୋଡ଼ଶ ପାଲାର କଥା ବିଧାନ ଆଚ୍ଛା ବିଧାନରେ ଦେଶର ଉଦ୍ଯାପନ କାର୍ଯ୍ୟକ୍ରମ କଣ ଯଦି 1600 ପାଲାର ଆଜି ପୂର୍ଣ୍ଣାହୁତି ବିଧାନରେ ନାମଯଜ୍ଞ ତାହେଲେ ଆଜି କାର୍ଯ୍ୟକ୍ରମ କଣ ଏ କ୍ଷୁଦ୍ର କଳାକାର ହିସାବରେ ଆଚ୍ଛା ରଙ୍ଗୀନ ରଙ୍ଗମଞ୍ଚ ଉପରେ ପଦାର୍ପଣ କରିବା ପରେ 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 about to you ମହାଜନ ଜନ ଗତସ୍ୟ ପନ୍ଥା ପୂର୍ବ ସୌରୀମାନେ ପୂର୍ବ ପାଲାକାର ମାନେ ଯେଉଁ ପଥ ଦେଇ ଗତି କରିଛନ୍ତି ସେ ପଥର ପଥିକ ହେବାକୁ ପଡ଼ିବ ଆମକୁ ଧନ ଚାଲିଲା କଣ ପଥିକ ଏ ଚିନ୍ତା ଚେତନାର ସୀମା ସରହଦ ଭିତରେ ମଣିଷ ତାର ନିଜ ଆତ୍ମଜ୍ଞାନକୁ ପ୍ରଭୁଙ୍କ ପାଦ ତଳେ ନମନ କରି ଏ ଦୁନିଆ ରଙ୍ଗମଞ୍ଚରେ ଆଗେଇ ଯିବା ନିତ୍ୟାନ୍ତି ଶ୍ରେୟ କଥା ଶିଖିଲା ବାବୁରେ ତମେ ଜାଣିନା ଢେଙ୍କାନାଳର ଗର୍ବ ଗୌରବ କଣ ଗର୍ଭ ହେ ରରେ ଗର୍ବ କହ ଚାଲିଗଲା ମାଘ ପୂର୍ଣ୍ଣିମା ଜୋରନ୍ଦା ମହିମା ଗାଦି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ଇଏ କଣ ରୀତିବଦ୍ଧ ହ୍ୱାଇଟ୍ ହାଉସ୍ ହେଇରେ ବିଶ୍ୱର ଜାତିସଂଘର କାନ୍ଥରେ ଲେଖା ହୋଇ ରହିଛି ଗୋଟିଏ ପୁଅର କଥା ଆଚ୍ଛା କଣ ଲେଖା ହେଇଛି କାନ୍ଥରେ କଥା ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଏ ଜଗତ ଉଦ୍ଧାର ହେଉ ନିଜ ଜୀବନକୁ ମହିମା ଧର୍ମକୁ ପ୍ରଚାର କରିବାକୁ ଯାଇ ଗୋଟିଏ ଅତି ହୀନ କନ୍ଧ ଘରର ପିଲା ସିଭିଲ କୋର୍ଟ ଦେଖିବାକୁ ଅନ୍ଧ 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 ତାଙ୍କରି କଥାକୁ ପଦଟି ଆମେ ଗାଇଛେ ଆନନ୍ଦେ ନାମ ବ୍ରହ୍ମରେ ବିହର କରିବା ନାମ ଏ ହେଉଛି ନାମ ବାବୁରେ ଆଚ୍ଛା କେତେ ପ୍ରକାର ବିଝୁଅତି କିଏ କେମିତି କୁଣ୍ଡେଇ ହୁଅନ୍ତି କେତେ ନାମ ଅଛି ଏଇଠି ଗୋଟିଏ ନାମ ଅଛି ଦେଖୁନୁ କଣ ଯୋଉଠି ଆମେ ଛିଡା ହେଇଛେ ଅଷ୍ଟପୁରୀ କୁଞ୍ଜ ଅଷ୍ଟପୁରୀ କୁଞ୍ଜ ନା ଆଜ୍ଞା ଭଜ ନିତାଇ ଗୌର ରାଧେଶ୍ୟାମ ଜପ ହରେ କୃଷ୍ଣ ହରେ ରାମ କେମିତି ଜାଣିଲା ହାଁ? ରାମ କେମିତି ଯାଇଲା ରାଜୁ ଭାଇ ମହାପ୍ରଭୁ ସଚିନନ୍ଦନ ଗୌର ହରି ଗୌର ହରି ଗୁରୁ ରୂପରେ ଏ କଳି ଯୁଗର ତାରକ ବ୍ରହ୍ମ ନାମଟିକୁ ମାନବ ମାନେ ବଦ୍ଧ ଜୀବ ମାନେ ତରିବା ପାଇଁ ସୁନ୍ଦର ଭାବରେ ବାଟିଦେଲେ ଆଚ୍ଛା ବଦ୍ଧ ଜୀବ ଆମେ କାହାକୁ କହିବା ଆଚ୍ଛା କଳି ଯୁଗରେ ଜୀବ କହିଲେ ଦି ପ୍ରକାର ଗୋଟେ ଅଳିଆ ଜୀବ ଗୋଟେ ମାଇ ଜୀବ ବଦ୍ଧ ଜୀବ କାହାକୁ କହନ୍ତି କାହାକୁ ଜାଣିଦେଲା ହଁ କାରୁ ଭାଇ ଓ ବଦ୍ଧ ଜୀବ ଜୀବ କେତେ ପ୍ରକାର ଓଡିଆ ଭାଇ ନାଇଁ ରେ ଛେଳି ବୋଦା ଜୀବ ହଉଛି ଦି ପ୍ରକାର ମୋର କେତେ ଜ୍ଞାନ ରମ ତୋର ଗାନ୍ୟ ମଲା ପରେ ଚୌକିଆ ହବ ଗୋଟିଏ ହଉଛି ବଦ୍ଧ ଜୀବ ଆଉ ଗୋଟିଏ ଆଉ ଗୋଟେ ହଉଛି ମୁଖ୍ୟ ଜୀବ ତାହେଲେ ମୁଖ୍ୟ ଜୀବ ବଦ୍ଧ ଜୀବ ବଦ୍ଧ ଜୀବ ଆମେ ମାନେ ସଂସାରରେ ଯେତେକ ଜୀବନ ଯାପନ କରୁଛେ ଆଚ୍ଛା ଆମେ ମାନେ ହଉଛେ ବଦ୍ଧ ଜୀବ ବଦ୍ଧ ଜୀବ ମୁଖ୍ୟ ଜୀବ ମୁଖ୍ୟ ଯେ ଭଗବାନଙ୍କର ସାନିଧ୍ୟ ଲାଭ କରି ପୁନର୍ବାର ମର୍ତ୍ତ୍ୟକୁ ଆସେ ନା ମୁଖ୍ୟ ଜୀବ କୁହନ୍ତି ରେ
ବଦ୍ଧଜୀବ ମାନଙ୍କୁ ଉଦ୍ଧାର କରିବା ପାଇଁ ପାଇଁ ସଚିନନ୍ଦନ ଗୌରହରି ହଁ କଳିଯୁଗର ତାରକ ବ୍ରହ୍ମଟିଏ ନାମକୁ ବାଛି ଦେଲେ। ଆଚ୍ଛା ତାରକ ବ୍ରହ୍ମ ନାମ କଣ? ହରେ କୃଷ୍ଣ 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 ହରେ 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 ରାମ 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 ହରେ ରାମ ହରେ। ହରେ ହରେ ଏ ହଉଛି ତାରକ ବ୍ରହ୍ମ ନାମ କଳିଯୁଗର। କଳିଯୁଗର ଆକୁ ଭଜିଲେ ଆମେ କଣ ହବା? ଜୀବନ ମୋକ୍ଷ ହୁଏ। ତାହେଲେ କଳି ଯୁଗରେ ଏ ଯୋଉ ତାରକ ବ୍ରହ୍ମ ନାମ ଆଜ୍ଞା ଶୁଣୁଥାନ୍ତୁ ପଏଣ୍ଟ ଧରନ୍ତୁ। ଏ କଳି ଯୁଗର ତାରକ ବ୍ରହ୍ମ ନାମ ହେଲା ହଳେ କୃଷ୍ଣ 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 ହଳେ 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 ରାମ ରାମ ରାମ। ହରେ ଏଇ ନାମକୁ ଭଜିଲେ ଆମେ ମାନେ କୁଆଡେ ସବୁ ମୁକ୍ତି ପାଇବା। ଆଉ ଆଚ୍ଛା ମୋ ସ୍ତ୍ରୀ କେମିତି ଗଜବାୟାଣୀ ପୂଜା କରୁଛି? ଆରେ ଭଗିଆ ମା ବାଉତିକି ପୂଜା କରୁଛି। ଆଉ ମଧୁଆ ମା କାଳିକି ପୂଜା କରୁଛି। ଆଲୋ ମାମୁ ହଁ ମାଇ କାହାକୁ ପୂଜା କରୁଛି? ଗଜବାୟାଣୀ। ମକରି ରାଧୁ ଭାଇ କଥାଟି ଯଥାର୍ଥ। ଆରେ ମୋର କେତେ ଗାଣ୍ଡିଅରେ ତୋର ଭାରି ଜ୍ଞାନ। ଆଉ ରାଧୁ ଭାଇ କେତୋଟି ଉଦାହରଣ ଦେବି। ଆଚ୍ଛା କେତୋଟି ଯୋଡ଼ିଏ ତିନୋଟି ଦିଅ। ହଁ ଆଗାଡି ଆଗାଡି ଅଫିସ କେ ଯିବୁ, ହଁ କ୍ଲର୍କ ହଉ ପିଅନ ହୁଅନ୍ତୁ, ଦରଖାସ୍ତଟିଏ ଦବୁ। ଦବୁ କିଛି ଦିନ ଚାଲିଯିବ ସେ ଶୁଣିବେନି। ନାଇଁ ଯେତେବେଳେ ବିଡିଓଙ୍କ ପାଖରେ ଦବୁ ଭିଡିଓ ସିଏ ବଡ ଅଫିସର ହେଡେ ହେଇଗଲା। ତୋ ପୁଅଟି ମୋଠୁ ଧାର ନେଇଛି କରଜ, ହଁ ମାଗି ମାଗି ଦଉନି, ନାଇଁ ଫାଙ୍କୁଛି। ହଁ ମୁଁ ସେଦିନ କହିବି ରହ ତ ବାପା ଆଉ କହୁଛି ହଁ ମୋ ପଇସାଟା ମିଳିଯିବ। ମିଳିବ ଠିକ ତା ନା ଦେଇଥିବ। କିନ୍ତୁ ସାର୍ କଥା ଗୋଟିଏ, ହଁ କଣ କଣ ସାର୍ କେତେ ଆମେ ପୂଜା କରୁଛେ ହଁ ହଁ କେଶବ ପ୍ରତିଗଚ୍ଛତି। ଆଚ୍ଛା ହଁ ହଁ ଏ କେଶବଙ୍କ ନିକଟକୁ ଯାଉଛି। ସଂସାର ଯେତେ ନଦ ନଦୀ ସେଇ ପ୍ରବାହେ ମିଶନ୍ତି ସଂସାରରେ ଯେତେ ନଦ ନଦୀ ଅଛି କୋଉଠି ମିଶନ୍ତି ମରକରି? ସମୁଦ୍ରରେ। ନିଜର ମାନ ପାଶୋରନ୍ତି ଲବଣ ଜଳେ ସେ ମିଶନ୍ତି ଲବଣ ଜଳେ ସେ ମିଶନ୍ତି ଲବଣ ଜଳ ମିଶନ୍ତି। ଲବଣ ଜଳରେ ମିଶନ୍ତି, ନିଜର ମାନକୁ ପାଶୋରି ଦିଅନ୍ତି। ଆଚ୍ଛା ସେତେବେଳେ ସମୁଦ୍ର କଣ କହେ ତୁ ଲୁଣିଆ ଦେ, ତୁ ହଉଛୁ ମିଠା ପାଣି ମୋ ସହିତ ମିଶିନା? ନା ରାଧୁ ଭାଇ ଏ ଜୀବର ସ୍ୱରୂପ ହଉଛି ସଦା କୃଷ୍ଣ ଦାସ। କୃଷ୍ଣ ଦାସ ହଁ ଏ ନନ୍ଦିଆ ପୁଅ ନାଇଁ। ଆରେ କାହାକୁ ତୁ ନନ୍ଦିଆ ପୁଅ କହୁଛୁ ରେ? କୃଷ୍ଣ ଯେ ଜଗତକୁ ଉଦ୍ଧାର କରିବା ପାଇଁ ଆଚ୍ଛା। ପରବର୍ତ୍ତୀ ଯୁଗରେ ରାଧାରାଣୀଙ୍କର ଭାବକୁ ନେଇ ସଚିନନ୍ଦନ ଗୌରହରି ଆସିଲେ ଏ ବଦ୍ଧଜୀବ ମାନଙ୍କୁ ଉଦ୍ଧାର କରିବା ପାଇଁ। ରାଧୁ ଭାଇ ଯଦି କଳି ଯୁଗରେ ଲୋକ କଣ ହେଲା, ଯଦି କଳି ଯୁଗରେ ଲୋକମାନେ ନାମରେ ତରିଯିବେ ଆଉ ତିନିଟା ଆଚ୍ଛା ସତ୍ୟ ତ୍ରେତୟା ଦ୍ୱାଚର କଳି ଏ ଯୁଗରେ କଣ ନାମର ପାୱାର ନଥିଲା? ଦ୍ୱାପର କହ। କଣଟେ ଦ୍ୱାପର ସେଇ ଚର କହୁନୁ ଓରେ ଦ୍ୱାଚର ତା ପାଟିରେ ପଶୁ ନାହିଁ। ଏଟା ଦ୍ୱାପର ତମ ପାଟିରେ ପଶୁନି। ରାଧୁ ଭାଇ ସତ କଥା, ଯଦି ତିନି ଯୁଗରେ ନାମ ଥିଲା ଥିଲା ଆଜ୍ଞା ସେ ନାମର କଣ କିଛି କାମ ନଥିଲା? କିଏ କହିବ? ଥିଲା ନାମ ଥିଲା କିନ୍ତୁ କାମ ନଥିଲା। ନା ଆସିଲା ସତ୍ୟ ଯୁଗ। ପ୍ରମାଣ ନାରାୟଣ ପରାଙ୍ଗ ଦେବା ନାରାୟଣ ପରାକ୍ଷରା ନାରାୟଣ ପରାଙ୍ଗତି ନାରାୟଣ ପରାଙ୍ଗମୁକ୍ତି। ବୁଢାରୀ ତାତୁଚିଲ ବାପ। ଇଏ ହେଲା ତାରକ ବ୍ରହ୍ମ ନାମ ଆଜ୍ଞା। ସତ୍ୟ କିନ୍ତୁ ମଣିଷ ମାନେ ତରୁନଥିଲେ। ତରୁଥିଲେ କେମିତି? ତପସ୍ୟା ବଳରେ ତପସ୍ୟା ବଳରେ ପ୍ରଭୁଙ୍କର ସାନ୍ନିଧ୍ୟ ଲାଭ କରୁଥିଲେ। ଆଚ୍ଛା ଆସିଲା ତାପରେ ତ୍ରେତୟା ରାମ ନାରାୟଣ ଅନନ୍ତ ମୁକୁନ୍ଦ ମଧୁସୂଦନ କୃଷ୍ଣ କଂସାରୀ କେଶବ ହରେ ବୈକୁଣ୍ଠ ବାମନ। ଆଚ୍ଛା ତାପରେ ଆସିଲା ସେଇ ଯୁଗ। ଏ କଳେ ତୃତୀୟ ଯୁଗରେ ଲୋକମାନେ କେମିତି ତରୁଥିଲେ? କେମିତି? ଯଜ୍ଞ ଦ୍ୱାରା। ଯଜ୍ଞ ଆସିଲା ସେଇ ଯୁଗ ହରେ ମୁରାରେ ମଧୁ କୈଟ ଭାରେ ଗୋବିନ୍ଦ ଗୋପାଲ ମୁକୁନ୍ଦ